ନବବର୍ଷର ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ନାରୀ ମହଲ କାର୍ଯ୍ୟକ୍ରମ। ନବବର୍ଷ ଆସିଯାଇଛି। ସମସ୍ତେ ବର୍ତ୍ତମାନ ନବବର୍ଷକୁ ସ୍ୱାଗତ କରିବାରେ ମଜି ଯାଇଛନ୍ତି। ବୁଲାବୁଲି ଭୋଜିଭାତ କରି ସମସ୍ତେ ସମୟ କାଟୁଛନ୍ତି। କିନ୍ତୁ ନୂଆବର୍ଷ ପାଳନ କରିବା ଅବସରରେ ଆମେ ନିଜର ସ୍ୱାସ୍ଥ୍ୟ କଥା ଭୁଲିଯିବା ଉଚିତ ନୁହେଁ। କାରଣ କଥାରେ ଅଛି ସ୍ୱାସ୍ଥ୍ୟ ହିଁ ସମ୍ପଦ। ସ୍ୱାସ୍ଥ୍ୟ ଭଲ ଥିଲେ ଆମେ ଆମର ସବୁ କାର୍ଯ୍ୟ ଠିକ୍ରେ କରିପାରିବା। ଆସନ୍ତୁ ନୂଆବର୍ଷରେ କିପରି ଆମେ ସ୍ୱାସ୍ଥ୍ୟ ସଚେତନ ହେବା ସେହି ବିଷୟରେ ଆଲୋଚନା କରିବା ଡାକ୍ତର ଶ୍ରୀକାନ୍ତ ପଣ୍ଡାଙ୍କ ସହିତ। ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ। ନମସ୍କାର। 2024 ମସିହା ଆମର ଅତୀତ ହୋଇଯାଇଛି ଏବଂ 2025 ମସିହାରେ ଆମେ ପଦାର୍ପଣ କରିଛେ। ତେବେ ଏହା ମଧ୍ୟରେ ପ୍ରାୟ ଗୋଟିଏ ସପ୍ତାହ ଅତିକ୍ରମ କଲାଣି। ଏହି ନୂଆବର୍ଷକୁ ସ୍ୱାଗତ ଜଣାଇ ଆମେ ସମସ୍ତେ ଅନେକ ପ୍ରକାର ମଉଜ ମଜଲିସ୍ କରି ସ୍ୱାସ୍ଥ୍ୟ ପ୍ରତି ସଚେତନ ହେଇନଥାଉ। ବିଭିନ୍ନ ପ୍ରକାର ମସଲାଯୁକ୍ତ ଖାଦ୍ୟ ଖାଉ। ଖାଦ୍ୟଠୁ ଆରମ୍ଭ କରି ପାନୀୟ ପର୍ଯ୍ୟନ୍ତ ସବୁଥିରେ ଆମର ଗୋଟେ ଅନିୟମିତତା ଦେଖା ଦେଇଥାଏ। ତା ଛଡ଼ା ଏଇଟା ତ ଗୋଟେ ପିକନିକ ଋତୁ। ବିଭିନ୍ନ ଜାଗାକୁ ଆମେ ବୁଲି ଯାଉ। ଏମିତି ବିଭିନ୍ନ ପ୍ରକାର ନୂଆ ବର୍ଷର ଯୋଉ ଉଦ୍ଦୀପନା ଉତ୍ସାହ ସେଇ ଯୋଉ ମାନସିକତା ଭିତରେ ସମସ୍ତେ ପ୍ରାୟ ନିଜର ସ୍ୱାସ୍ଥ୍ୟ ପ୍ରତି ଅସଚେତନ ହୋଇଥାନ୍ତି। ତେଣୁ ଆମେ ଏଇ ନୂଆ ବର୍ଷରେ କଣ କେମିତି ସ୍ୱାସ୍ଥ୍ୟ ପ୍ରତି ସଚେତନ ହବା ସେଇ ବିଷୟରେ ଆପଣ ପ୍ରଥମେ କୁହନ୍ତୁ। ଦେଖନ୍ତୁ ଆଜ୍ଞା, ସ୍ୱାସ୍ଥ୍ୟ ହିଁ ସମ୍ପଦ ଯୋଉ କୁହାଯାଇଛି ଇଏ ଯୁଗେ ଯୁଗେ ସତ୍ୟ। ଦ୍ୱିତୀୟ କଥା, ଶରୀର ଥିଲେ ରୋଗ ହବ, ଇଏ ବି ଯୁଗେ ଯୁଗେ ସତ୍ୟ। ପର୍ବପର୍ବାଣୀରେ ଖୁସି ଆସି ହବା କଥା କିମ୍ବା ଭଲ ପିଠାପଣା ଘରେ କରି ଖାଇବା କଥା, ଅନ୍ୟମାନଙ୍କ ଗହଣରେ ଖୁସିରେ ସମୟ ବିତେଇବା କଥା। ୟାର ଯୋଉ ତାତ୍ତ୍ୱିକ ଦିଗ ଥିଲା ତା ଦେହରେ ଆଜ୍ଞା ଆମର ସଂସ୍କୃତି ବଜାୟ ରହିକି ଆଜି ପର୍ଯ୍ୟନ୍ତ ଥିଲା। ପରବର୍ତ୍ତୀ ଅବସ୍ଥାରେ ଇଏ ନାଁ ଗୁଡ଼ାକ ଅଛି, ନୂଆବର୍ଷ, ଫଗୁ ଖେଳ କିମ୍ବା କାଳୀ ପୂଜା, ଦୁର୍ଗା ପୂଜା, ଆମେ ଯାହା ସବୁ ପର୍ବପର୍ବାଣୀ ପାଳନ କରୁଛୁ ଏ ନାଁ ସବୁ ଅଛି। କିନ୍ତୁ ସେ ନାଁରେ ଆମେ ତାର ମୂଳ ତତ୍ତ୍ୱକୁ ଭୁଲିଗଲେ, ଆମେ ଅନ୍ୟ ଦିଗକୁ ଗଲେ। ଛୋଟ ଉଦାହରଣଟା ଦେଲେ ଆପଣ ବୁଝିପାରିବେ। ଆଜି ଯଦି ଆମ ଘରେ ଜନ୍ମାଷ୍ଟମୀ ହେଉଛି ବା ପ୍ରଥମାଷ୍ଟମୀ ହେଉଛି, କଣ ଥିଲା ନା ମାମୁଁ ଘର ଆଉ ଶ୍ୱଶୁର ଘର ବା ବାପ ଘର ଭିତରେ ସମ୍ପର୍କ ଆହୁରି ଘନୀଭୂତ ହେଉଥିଲା। ମାମୁଁ ନିଜ ବାଡ଼ିରୁ ଭଲ ପନିପରିବା, ନୂଆ ପନିପରିବା, ନିଜେ ହାତ ତିଆରି ପିଠା, ନିଜେ ହାତ ତିଆରି ଖାଦ୍ୟ ଧରିକରି ଆସିକି ପହଞ୍ଚୁଥିଲେ କୋଉଠି, ଭଣଜା କି ଭାଣିଜୀ ଘରେ। ଭଣଜା ଭାଣିଜୀ ତାଙ୍କୁ ଜୁହାର କରୁଥିଲେ, ମାମୁଁଙ୍କ ସହିତ ବସି ଭୋଜନ କରୁଥିଲେ, ଆଉ ଘରର ସୁଖ ଦୁଃଖ ବଣ୍ଟା ହେଉଥିଲା। ଆଉ ସିଏ ଯୋଉ ମାମୁଁ ତିଆରି କରିକି ଆଣିଥିଲେ ନଡ଼ିଆ କୋରା ହଉ କୁହନ୍ତୁ, କି ଖଜା କୁହନ୍ତୁ, କି ଉଖୁଡ଼ା କୁହନ୍ତୁ, କି ପିଠା କୁହନ୍ତୁ, ମାଇଁ ନିଜ ହାତରେ ବନଉଥିଲା। ସେ ଯୋଉ ଆତ୍ମୀୟତା, ଆଉ ମୁଁ ଯାହା କରିକି ଦେବି ସେତେ ମୋ ଛୁଆର ଟିକିଏ କିଛି ହବନି, ସେମାନେ ଖୁସିରେ ଖାଇବେ। ଆଉ ଯୋଉ ଆତ୍ମୀୟତା ଯୋଉଟା ଆମେ ଆଖିକି ଦିଶୁନି, ତା ଭିତରେ ବହୁତ କଥା ଆଜ୍ଞା ଲୁଚିକି ଥିଲା, ଯାହା କୁହନ୍ତି ସ୍ନେହ ଶ୍ରଦ୍ଧାରେ ବାନ୍ଧିକି ରହୁଥିଲେ। ବର୍ତ୍ତମାନର ଗୋଟେ ଦେଖନ୍ତୁ, ଯାହା କିଛି ମୋ ଝିଅ ଘରକୁ କି ମୋ ଜଇଁ ଘରକୁ ଯାହା ଦେବି, କୋଉଠୁ ଆଣିବି ନା ରାମ ଦୋକାନରୁ ଆଣିବି, ଶ୍ୟାମ ଦୋକାନରୁ ଆଣିବି। ସେ କିଏ ତିଆରି କଲା, କଣ କଲା, ତା ଭିତରେ ଆଜ୍ଞା ଆତ୍ମୀୟତା ନାହିଁ। ତା ଭିତରେ ଏ ପ୍ରକାର ନିଜର କେବେ ଭାବନା ନାହିଁ। ତେଣୁ ଆସ୍ତେ ଆସ୍ତେ ଆମେ କଣ କଲୁ, କିଏ କେତେ ଦେଇପାରୁଛି, କିଏ କେତେ ଖର୍ଚ୍ଚ କରିପାରୁଛି, ଏ ଦିଗକୁ ଲକ୍ଷ୍ୟ ଦେଲୁ। କିନ୍ତୁ ସେଇଟା କେତେ ସ୍ୱାସ୍ଥ୍ୟ ପ୍ରତି ବା ସେଇଟା କେତେ ମୋ ଛୁଆ ପାଇଁ ଉପଯୋଗୀ ସେ କଥା କେହି ଚିନ୍ତା କରୁନାହାନ୍ତି। ତେଣୁ ଆପଣ ଯେଉଁ କହିଲେ ସବୁ ବର୍ଷ ଏଇ କାର୍ଯ୍ୟକ୍ରମ ହେଉଛି, ସବୁ ବର୍ଷ ସ୍ୱାସ୍ଥ୍ୟ ସଚେତନତା ଦିଆଯାଉଛି, କିନ୍ତୁ ପାଶ୍ଚାତ୍ୟ ପ୍ରଭାବରେ ବା ଦେଖା ଶିଖା ପ୍ରଭାବରେ ଆମେ ଅରିଜିନାଲିଟି ଏ ପର୍ବପର୍ବାଣୀର ଆସ୍ତେ ଆସ୍ତେ ଭୁଲି ଯାଉଛୁ। ତେଣୁ ଆମେ ଭୋଗୁଛୁ। ବର୍ତ୍ତମାନ ଆମେ ଭଲକୁ ପସନ୍ଦ କରୁନୁ, କିନ୍ତୁ କେଉଁ ଦୋକାନରୁ ଆଣିଛ, କେତେ ପଇସାର ଜିନିଷ ସେଇଟାକୁ ବିବେଚନା କରୁଛୁ। ସମସ୍ତଙ୍କ କଥା ମୁଁ କହୁନି, କିନ୍ତୁ ଅନେକ ଚାହୁଁଛନ୍ତି ମୋ ଝିଅକୁ ଯେଉଁ ଭାରଟା ଦେଇଛନ୍ତି, ମୋ ଝିଅକୁ ଯେଉଁ ଦେଖା ଚାହାଁ ଦେଇଛନ୍ତି, ସେ କେତେ ଖର୍ଚ୍ଚ ସେ କରିପାରିଛି, এইটা ଉପରେ ଆଜ୍ଞା ବେଶୀ ଗୁରୁତ୍ୱ ରହୁଛି। ବର୍ତ୍ତମାନ ପ୍ରାୟତଃ ସମସ୍ତେ ବସ୍ତୁବାଦୀ ଚିନ୍ତାଧାରା ଅଭିମୁଖୀ ହେଇଛନ୍ତି। ଆଜ୍ଞା, ସଂସାରଟା କେବଳ ଏଇଠି ନୁହେଁ, ସବୁଠି। ଡାକ୍ତର ହିସାବରେ ଆପଣଙ୍କର ଆଭିମୁଖ୍ୟ କ'ଣ ସ୍ୱାସ୍ଥ୍ୟ ସମ୍ପର୍କରେ? ଆମେ ତ ଦେଖିଲେ ଏଇ ନିକଟ ଅତୀତରେ କୋଭିଡ୍ ଏଡ଼େ ବଡ଼ ଜିନିଷ ହଠାତ୍ କିନି ଆସିଲା, ଯାହାକୁ କହନ୍ତି ଚଡ଼କ ପଡ଼ିଲା, କେତେ ଜୀବହାନି ହେଲା। ତାପରେ ଆମେ ସେଇ ସମୟରେ ଦେଖିଲେ ସମାଜଟା ଗୋଟେ ଶୃଙ୍ଖଳା ଭିତରେ ଗତି କଲା। ରାସ୍ତାଘାଟରେ କମ୍ ଲୋକ, ଗାଡ଼ି ଘୋଡ଼ା କମ୍, ଖାଦ୍ୟରେ ସନ୍ତୁଳନ, ଆଉ ସମସ୍ତେ ଟିକେ ନିଜକୁ ଜଗିକି ଚଳିଲେ। ବେଶ କେତେ ସୁନ୍ଦର ଥିଲା ଆଜ୍ଞା। ଯେମିତି କରୋନା ଯାଇଛି, ବର୍ତ୍ତମାନ ସବୁଠି ଭିଡ଼। ଖାଇବା ପିଇବା କଥାଠୁ ଛାଡ଼ି ସିନେମା ହଲ୍ କଥା କୁହନ୍ତୁ ବା ଯେକୌଣସି ମିଟିଂ କୁହନ୍ତୁ, ଯେଉଁ ପୂର୍ବ ସେଇ ପର। ତେଣୁ ପୁଣି ନୂଆ ନୂଆ ରୋଗ ସବୁ ବାହାରୁଛି। ତେଣୁ ସ୍ୱାସ୍ଥ୍ୟ ସଚେତନତା ଦିଗରେ କହିଲେ ଆମର ପ୍ରଥମ ମୁଁ ଆପଣଙ୍କୁ କହିବି, ଆପଣ ଦେଖିଲେ ସେଥିରୁ ଶିଖିଲେ କ'ଣ, ଯଦି ଶିଖିଲେ ସେଇଟାକୁ ପରବର୍ତ୍ତୀ ପର୍ଯ୍ୟାୟରେ କେମିତି କାର୍ଯ୍ୟକାରୀ ହେବ।
ମୁଁ ଆପଣଙ୍କୁ କହିବାକୁ ଚାହେଁ, ଆପଣମାନେ ଶୁଣୁଛନ୍ତି ମଧୁମେହ ରୋଗ, ଆପଣମାନେ ଶୁଣୁଛନ୍ତି ବ୍ଲଡ଼ ପ୍ରେସର ବେମାରୀ, ଆପଣମାନେ ଶୁଣୁଛନ୍ତି ଅନିଦ୍ରା ରୋଗ। ଏସବୁ ରୋଗ ଆଗରୁ ଯେ ନଥିଲା ତା ନୁହେଁ, କିନ୍ତୁ ଆଗରୁ ଯେଉଁ ପରିମାଣରେ ଥିଲା ବର୍ତ୍ତମାନ ହଠାତ୍ କିନି ବଢ଼ିଛି। ଏହାର ମୂଳ କାରଣ ହେଲା ଜୀବନଶୈଳୀ। ଆମେ ଜୀବନଶୈଳୀ ବାବଦରେ ସବୁଦିନ ଚର୍ଚ୍ଚା କରୁଛୁ, ବହି ପଢ଼ୁଛୁ, ସବୁ ଠିକ୍, ନିଜେ କରୁନୁ। ମୁଁ ଯଦି ଆପଣଙ୍କୁ ପଚାରିବି ଆଜି ଆପଣ ଏକ୍ସରସାଇଜ କରିଛନ୍ତି ନା ନାହିଁ, ହୁଏତ ଆପଣ ମୋତେ କହିବେ ହଁ କରିଛି, କିନ୍ତୁ ଭିତରକୁ ଗଲେ ଆଜି ତା କରିପାରିନି। ଏମିତି ଅନେକ ଲୋକ କହୁଛନ୍ତି। କାହିଁକି ନା ତାଙ୍କର ଜୀବନଚର୍ଯ୍ୟା ବା ଜୀବନଶୈଳୀ ଏତେ ପରିମାଣରେ ବର୍ତ୍ତମାନ ପ୍ରଭାବିତ। ଟିଭି କୁହନ୍ତୁ, ଇଣ୍ଟରନେଟ୍ କୁହନ୍ତୁ, ମୋବାଇଲ କୁହନ୍ତୁ, ଏତେ ପରିମାଣରେ ଆପଣ ତାକୁ ଛାଡ଼ିକି ରହିପାରିବେନି। ତା ଭିତରେ ଯେଉଁମାନେ ନିଜକୁ କଣ୍ଟ୍ରୋଲ କରିକି ରଖିଛନ୍ତି ସେ ଟିକେ ଅଧିକା ଭଲ ରହୁଛନ୍ତି, ଆଉ ନହେଲେ ଏଥିରେ ଶିକାର ହେବାକୁ ଆପଣ ବାଧ୍ୟ। ତେଣୁ ମୁଁ ଆପଣଙ୍କୁ ଆଜି ନୂଆ ବର୍ଷରେ ଏତିକି କହିବାକୁ ଚାହେଁ, ଆପଣ ଟିକେ ନିଜେ ବିବେଚନା କରନ୍ତୁ। ମୁଁ ଏ ଗତ ବର୍ଷରେ କେଉଁ ଜିନିଷ ଉପରେ ଗୁରୁତ୍ୱ ଦେଇନଥିଲି ବୋଲି ଭୋଗିଲି, ଏଥର ଆଉ ଏଥିରେ ସେତିକି କରିବିନି। କ'ଣ ଆଜ୍ଞା ଆପଣ ଜାଣିନାହାନ୍ତି ରାତି ବେଶୀରେ ଶୋଇଲେ ସ୍ୱାସ୍ଥ୍ୟ ଠିକ୍ ରହିବନି? ଆପଣ କ'ଣ ଜାଣିନାହାନ୍ତି ସକାଳ ସୂର୍ଯ୍ୟକିରଣ ନ ପଡ଼ିଲେ ଆପଣଙ୍କର ଭିଟାମିନ୍ ଡି ଦରକାର ହେବ ବୋଲି? ସବୁ ଜାଣିଛନ୍ତି, କିନ୍ତୁ ଏମିତି ଆମେ ଘଷି ହେଇଯାଇଛୁ, ଆମେ ଦରକାର ବେଳେ ଅନେକ ଜିନିଷକୁ ସାଇଡ଼୍ କରିଦେଇକରି ଆମ ବାଟରେ ଆମେ ଯାଉଛୁ, ଭୋଗୁଛୁ। କିନ୍ତୁ ଯଦି ଆମେ ବାହାର ଖାଦ୍ୟକୁ ଛୁଆକୁ ମା କ୍ଷୀର ବଦଳରେ ଦେବା, ନିଶ୍ଚୟ ଆଜ୍ଞା ଟିକେ କମ୍ ହେବ। ସେମିତି ଘରେ ବର୍ତ୍ତମାନ କାହାରି ରୋଷେଇ ନାହିଁ। ରାତିରେ ସମସ୍ତେ ଚାହୁଁଛନ୍ତି କିଏ ଯେମିତି ଆମ ପାଖକୁ କରିକି ସବୁ ଆଣିବ, ଆମେ ଖାଲି ପକେଟରୁ ପଇସା ଦେଇଦେବୁ। କେଉଁଠି ଆଜ୍ଞା ସେ ଆତ୍ମୀୟତା ରହିବ? ବାପା ଏଇଟା ଖାଇଦେ, ଏଇଟା ଭଲ ଲାଗୁନି, ଆଉ ଗୋଟେ ମୁଁ କରି ଆଣୁଛି ଖା। ମା ଯେମିତି ବୁଝେଇ କହନ୍ତି, ବା ଗୋଟେ ପରିବାର ଯେଉଁ ବନ୍ଧନ, ଏସବୁ ଆସ୍ତେ ଆସ୍ତେ ହଜିଯାଉଛି। ତେଣୁ ମୁଁ ଆପଣଙ୍କୁ ଅନୁରୋଧ କରିବି, ମୁଁ ପୁରୁଣାକୁ ଫେରିଯିବାକୁ କହୁନି, କିନ୍ତୁ ନୂଆରେ ଯାହା ସବୁ ମଇଳା ଲାଗିଛି ସେ ମଇଳା ଆମେ ଯେତେ ଶୀଘ୍ର ଦୂରେଇ ଦେବା ଦରକାର। ନିଜକୁ ନିଜେ ଆମେ ଆନାଲାଇଜ୍ କରିବା ଦରକାର। ଆମ ପରିବାରରେ ସାଧାରଣତଃ ଦେଖାଯାଏ ମହିଳାମାନେ ନିଜ ପରିବାର ପ୍ରତି ସମର୍ପିତ ଥାନ୍ତି। ସେ ଖାଦ୍ୟପେୟ ହଉ ବା ବିଭିନ୍ନ ବାବଦରେ ପ୍ରାୟତଃ ପରିବାରରେ ସେ ସମସ୍ତଙ୍କୁ ଖାଇବାକୁ ଦେଇ ସାରିଲା ପରେ ଶେଷକୁ ନିଜେ ଖାଆନ୍ତି। ହୁଏତ ଉପଯୁକ୍ତ ପରିମାଣରେ ବି ଖାଦ୍ୟ ଖାଇପାରି ନଥାନ୍ତି। କହିବାକୁ ଗଲେ ସବୁବେଳେ ସେମାନେ ପରିବାର କଥା ଚିନ୍ତା କରି ନିଜ ପ୍ରତି ଅବହେଳା କରିଥାନ୍ତି। ତେଣୁ ସେମାନଙ୍କର ସ୍ୱାସ୍ଥ୍ୟ ହାନି ନିଶ୍ଚିତ ଘଟିବ। ସେଇ ପରିସ୍ଥିତିରେ ସେମାନେ କେମିତି ସ୍ୱାସ୍ଥ୍ୟ ସଚେତନ ହେବେ ଆପଣ ଭାବୁଛନ୍ତି? ମୁଁ ଆଜ୍ଞା ଦେଖି ଆସୁଛି ମହିଳା ବର୍ଗଙ୍କର ଶିକ୍ଷା ସଚେତନତା ଆସ୍ତେ ଆସ୍ତେ ବଢୁଛି। ସମସ୍ତେ ପଢାପଢି କରି ବାହାର ଜିନିଷ ଜାଣୁଛନ୍ତି, ଆଉ ଖାଦ୍ୟ କ'ଣ କୋଉ ପ୍ରକାର ଖାଦ୍ୟ ଖାଇବା କଥା ସଚେତନ ହେଲେଣି। ଆଉ ଭୋକ ଲାଗିଲେ ଖାଇବାଟା କଥା, ଆଉ ସମସ୍ତେ ଖାଇସାରିଲେ ଖାଇବା କଥା ଯେଉଁ ଆଗରୁ ଥିଲା, ସେଇଟା ବି ଅନେକ କ୍ଷେତ୍ରରେ ଆଜିକାଲି ଆଉ ନାହିଁ। ଭଲ କଥା, କାହିଁକି ନା କାହାର କୋଉ କାମ ଅଛି। ଯଦି ଜଣେ କର୍ମଜୀବୀ ମହିଳା ପ୍ରାୟତଃ ଏଇଟା ଗ୍ରାମାଞ୍ଚଳର ସ୍ତ୍ରୀ ଲୋକମାନଙ୍କ କ୍ଷେତ୍ରରେ ଦେଖାଯାଏ। ଯେଉଁମାନେ କର୍ମଜୀବୀ ନୁହନ୍ତି ବା ଘରେ ସବୁବେଳେ ରହୁଛନ୍ତି, ସେ ଶାଶୁ ଶ୍ୱଶୁରଙ୍କର ସେବା କରି ପିଲା ଛୁଆଙ୍କୁ ସ୍କୁଲକୁ ପଠେଇ ସବୁ କାମ ସରିଲା ପରେ ନିଜ କଥା ବୁଝନ୍ତି। ଆସ୍ତେ ଆସ୍ତେ ମାନେ ସେତିକି ଲୋକ କମିଲେଣି। ସେପରି ସ୍ଥଳେ ସେ ଚିନ୍ତା କରିବା ଦରକାର, ମୋ ଦେହରେ ଯାହା ଦରକାର ସେଇଟା ଯଦି ମୁଁ ନ ପାଇଲି ମୁଁ ହିଁ ଭୋଗିବି। ତେଣୁ ଯଦି ପ୍ରକୃତରେ ସେ ଶାଶୁ ଶ୍ୱଶୁରଙ୍କର ସେବା କରନ୍ତୁ ବା ପିଲା ଛୁଆଙ୍କ କଥା ବୁଝନ୍ତୁ, ସେ ସବୁ ଠିକ୍ ଅଛି, କିନ୍ତୁ ତା ଭିତରେ ନିଜ କଥା ବୁଝିବାକୁ ପଡ଼ିବ। ଯଦି ସମସ୍ତେ ସାଙ୍ଗରେ ଖାଇପାରୁନାହାନ୍ତି, ଏମିତି ନୁହେଁ ଯେ ସ୍ୱାମୀ ଆସିଲେ ସେ ଖାଇସାରିଲେ ମୁଁ ଯାଇ ଖାଇବି। ସେତେବେଳେ ଥିଲା ସ୍ୱାମୀ ପରମ ଦେବତା। ଏବେ ଆଜ୍ଞା ସେ କନସେପ୍ଟ ଆମେ ଗ୍ରହଣ କରୁନୁ। କାହିଁକି ନା ଗୋଟେ ସ୍ତ୍ରୀ ଲୋକର ବି ନିଜର କ୍ଷମତା ଅଛି, ନିଜର ଗୋଟେ ନିଜତ୍ୱ ଅଛି, ନିଜର ଗୋଟେ ଡିଗ୍ନିଟି ଅଛି, ସ୍ୱାଭିମାନ ଅଛି। ଏସବୁ ଅନୁସାରେ ଜଣକୁ ସେ ତ ସମ୍ମାନ ଦେଉଛି, ସ୍ୱାମୀକୁ ସେ ଅସମ୍ମାନ କରୁଛି ମୁଁ କହୁନି। ସେ ସମ୍ମାନ ଦେବା ସତ୍ତ୍ୱେ ସେ କାହିଁ ଖାଇବାରେ ନିଜକୁ ହଇରାଣ କରିବ? ସେ ତାଙ୍କର ଯେତେବେଳେ ଆସିଲେ ଖାଇବେ। ହଁ, ଏତିକି ଲାଗେ, ମାର ନିଶ୍ଚୟ ବୁଝିବନି ମନ, ଯଦି ମୋ ଛୁଆ ଖାଇନାହାନ୍ତି ମୁଁ କେମିତି ଖାଇବି? ଏଇଟା ଅଛି, କିନ୍ତୁ ସେ ଗୋଟେ ପର୍ଟିକୁଲାର ଷ୍ଟେଜ୍ ପର୍ଯ୍ୟନ୍ତ। ଯଦି ଛୁଆ ପିଲା ବଡ଼ ହେଇଗଲେଣି, ଛୁଆ ଖୁସି ହେବେ, ମା ତୁ ଖାଇଦେଇଛୁ ନା ନାହିଁ? ହଁ ବାବା ମୁଁ ଖାଇଦେଇଛି, ତମର ଆସିବା ଡେରି ହେଲା। ସେ ମା ନିଶ୍ଚୟ ଖୁସି ହେବ, ସେ ଛୁଆ ପିଲା ବି ଖୁସି ହେବେ। ଆଉ ଛୋଟ ଛୁଆଙ୍କ କଥା ତ ମାଆକୁ ବୁଝିବାକୁ ପଡ଼ିବ, ଏଇଟା ପ୍ରକୃତିର ନିୟମ। ଯଦି ସେ କାହାଠୁ କିଛି ସାହାଯ୍ୟ ସହଯୋଗ ପାଉଛି ଭଲ କଥା, ନ ପାଇଲେ ସେ ହିଁ ତାର ସମ୍ପଦ, ସେ ହେଉଛି ତାର ରକ୍ଷାକର୍ତ୍ତା। ତେଣୁ ଏଇଟାର ମୂଳ କଥା ହେଲା ଆମେ ସୁସ୍ଥ ରହିଲେ ପରିବାର ସୁସ୍ଥ ରହିବ। ଏଇ କଥା ମହିଳାମାନେ ଚିନ୍ତା କରିବା ଦରକାର। ଯଦି ଆପଣ ବନ୍ୟାଟେ ହେଇଛି, ଆପଣ ଯଦି ଭାସି ଯାଉଛନ୍ତି, ନିଜେ ଗୋଟେ କେଉଁ ଟାପୁ ଉପରେ ଠିଆ ହେଲେ ଆଉ ଜଣେ ଯେ ଭାସି ଯାଉଛି ତାକୁ ଆପଣ ଧରିପାରିବେ, ଉଦ୍ଧାର କରିପାରିବେ। ଆଉ ନିଜେ ଯଦି ଭାସୁଛନ୍ତି କାହାର ଆପଣ କ'ଣ କରିବେ? ଆଉ ପ୍ରକୃତରେ ଆଜ୍ଞା ସେୟା ଦେଖିବାକୁ ଗଲେ ବର୍ତ୍ତମାନ ଅଧିକାଂଶ ଗାଁ ଗହଳରେ ଗରିବ ଶ୍ରେଣୀ କଥା ମୁଁ କହୁଛି, ସେମାନଙ୍କର ହୁକ୍ ୱାର୍ମ ଏନିମିଆ ଗୋଟେ, ଖାଦ୍ୟହୀନତା, ରକ୍ତହୀନତା, ଇଏ ହେଉଛି ପ୍ରଥମ ରୋଗ। ଅଣ୍ଟା ବିନ୍ଧିଲାଣି, ଆଣ୍ଠୁ ବିନ୍ଧିଲାଣି, ହଜମ ହେଉନି, ନିଦ ହେଉନି, ଏସବୁ କ'ଣ ଏ ଖାଦ୍ୟ ପ୍ରାଣର ଅଭାବରେ। ବିଶେଷ କରି ଆଇରନ୍, ଯେଉଁଟାକି ଆମେ ଲୌହ ବୋଲି କହୁଛୁ,
आयरन बी कम्प्लेक्स कैल्शियम विटामिन D3 एगुड़ाक खाली किणिकरी बा सरकार जोगाउछंती ना जदि तार अभाव अच्छी तेणु से जो सचेतनता जो मैंने शिक्षिता महिला तांकर जतिक अच्छी पुराणा काल लोकंर एते ना हाँ कौन हो मोर देखा एत शीघ्र से डाक्तखाना को भी जाती तेणु मुझे अनुरोध करी ये नुआ वर्ष मु रक्तहीनता नहापाई अति कम पायखानाटे जी जोताटे माड़िकी जी आसिक भल हाथ धोइबी आउ जो प्रकार खाद्यपेय खाइले प्राकृतिक फल पनीपरिया आ निज घर जिनस खाइले मोर विटामिन D कि कैल्शियम कि बी कम्प्लेक्स ये सब अभाव हेनी मुझे सचेतन होकर रहिले पुणी वर्ष शेष को जानी जे जहाँ मुझे खियापिया ठीक रखी बोली मत एथर आउ डाक्तर पाखु जावाक पड़नी ଏବେ ତ ବେଶୀ ଦେଖାଯାଉଛି ପ୍ରାୟତଃ ସମସ୍ତଙ୍କ କ୍ଷେତ୍ରରେ ହେଉଛି ଉଚ୍ଚ ରକ୍ତଚାପ ମଧୁମେହ ଆଣ୍ଠୁଗଣ୍ଠି ବାତ କିନ୍ତୁ ବିଶେଷ କରି ସ୍ତ୍ରୀ ଲୋକମାନେ ଯେହେତୁ ଘରର ଯାବତୀୟ କାମ କରନ୍ତି କର୍ମଜୀବୀ ମହିଳାଟିଏ ବି ସେ ଘରର କାମ କରିବା ସାଙ୍ଗେ ସାଙ୍ଗେ ଅଫିସ ହଉ ବା ଯୋଉ କ୍ଷେତ୍ରରେ ସେ କାମ କରୁଥାଏ ପ୍ରତି କ୍ଷେତ୍ରରେ ତାକୁ କାମ କରିବାକୁ ପଡେ ତେବେ ଆମେ କେମିତି ସଚେତନ ହବା ଏଇ ଯୋଉ ଉଚ୍ଚ ରକ୍ତଚାପ ଡାଇବେଟିସ୍ ଆଣ୍ଠୁଗଣ୍ଠି ବାତ ଏଇ ସବୁ ରୋଗ କେମିତି ଆମକୁ ହବନି ନିଦ୍ରାହୀନତା ଏସବୁ ଜିନିଷର ମୂଳ ବର୍ତ୍ତମାନ ଦେଖିଲେଣି ଲାଇଫଷ୍ଟାଇଲ ବା ତାକୁ କହୁଛନ୍ତି ଜୀବନଶୈଳୀ ଓଡ଼ିଆରେ ଆମେ କହୁଛୁ ଆଉ ଗୋଟେ କହିଦେଉଛୁ ତାକୁ ଷ୍ଟ୍ରେସ୍ ଫ୍ୟାକ୍ଟର ମାନେ ମାନସିକ ଚାପ ଇଏ ଆସ୍ତେ ଆସ୍ତେ ଅର୍ଦ୍ଧଶିକ୍ଷିତ ବା ଶିକ୍ଷିତ ଅଶିକ୍ଷିତର ବରଂ କମ୍ କିନ୍ତୁ ଏଇ ଯେଉଁ ଦୁଇଟା ଗ୍ରୁପ୍ ରହିଲେ ଅର୍ଦ୍ଧଶିକ୍ଷିତ କିମ୍ବା ଶିକ୍ଷିତ ଦୁଇଟା ଗ୍ରୁପ୍ ତାଙ୍କର ବଢ଼ି ବଢ଼ି ଚାଲିଛି ତାର ଏଇଆ ହେଲା ମୋର ହେଲାନି ସିଏ ଏହା କଲା ମୁଁ କରିପାରୁନି ମୋର ପ୍ରମୋସନ୍ ହେବା କଥା ହେଇପାରୁନି ମୁଁ ଏତେ ଦୂରରେ ଚାକିରି କଲି ମୁଁ ସେଠି ଏକଲା ରହିପାରୁନି ମାନେ ପ୍ରାକ୍ଟିକାଲି ଦେଖିଲେ ବର୍ତ୍ତମାନ ଗୋଟେ କର୍ମଜୀବୀ ମହିଳା ସେ ନିଜକୁ ସୁରକ୍ଷିତ ମନେ କରୁଛି ପାଇଁ ଅନ୍ୟ ଉପରେ ନିର୍ଭର କରୁଛି ନିଜ ପରିବାର ତା ପାଖରେ ନାହାନ୍ତି ତେଣୁ ରାତିରେ ନିଦ ହେବା କଥାଟା କମିଗଲାଣି ଆଉ ଟିଭି ଚ୍ୟାନେଲ କଥା କୁହନ୍ତୁ ଅନ୍ୟ ଆଡ଼କୁ ମତିଗତି ଯିବାଟା ସେ ତ ଅତି କମନ୍ ଜିନିଷ କିନ୍ତୁ ସବୁବେଳେ ଷ୍ଟ୍ରେସ୍ ରହୁଛି ମୋ ଛୁଆକୁ ବାହାର କରିପାରିଲିନି ଯଦି ବାହାର କଲି ତାର ଏଇଆ ସବୁ ରହୁଛି ଏସବୁ ଆଗରୁ ନଥିଲା ଆଗରୁ ଗୋଟେ ଯାହା କହନ୍ତି ଅନ୍ୟ ଘରକୁ ଝିଅଟେ ଗଲା ପରେ ତାକୁ ସେମାନେ ଝିଅ ଭଳି କରି ରଖୁଥିଲେ ଏବେ ଆପଣ ଦେଖନ୍ତୁ ଖବରକାଗଜ ଦେଖନ୍ତୁ ଟିଭି ଦେଖନ୍ତୁ ସବୁଦିନ ଅଘଟଣ ତେଣୁ ତାର ଏଇଆ ହେଲା କାଳେ ଆମର କିଛି ହବ କି ଛାଡ଼ପତ୍ର ବାବା ଏତେ ହେଉଛି ଆଜିକାଲି ବାହାଘର ଭୋଜି ଖାଇବାକୁ ଯାଇଥିଲୁ ଗତ ବର୍ଷ ଏ ବର୍ଷ ଶୁଣିଲା ବେଳକୁ ଏମିତି ପ୍ରକୃତ କ୍ଷେତ୍ରରେ ମୁଁ ଯାହା ଦେଖୁଛି ତେଣୁ ମାନସିକ ଭାରସାମ୍ୟ ବା ସନ୍ତୁଳନଶୀଳତା ଆସ୍ତେ ଆସ୍ତେ କମି ଯାଉଛି ଆମେ ହରଉଛୁ ତେଣୁ ବିଭିନ୍ନ ପ୍ରକାର ନୂଆ ରୋଗ ଏଇ ଯେଉଁ କହିଲେ ଡାଇବେଟିସ୍ ଏଇ ଯେଉଁ କହିଲେ ହାଇପର ଟେନସନ୍ ଏଇ ଯେଉଁ କହିଲେ ନିଦ୍ରାହୀନତା ଏସବୁ ଆଗରୁ ଥିଲା କିନ୍ତୁ ବହୁତ କମ୍ ପରିମାଣ ଥିଲା ଏବେ ସବୁ ବଢ଼ୁଛି ତେଣୁ ମୁଁ ଏଇ ନୂଆ ବର୍ଷରେ ଆପଣଙ୍କୁ ଅନୁରୋଧ କରିବି ଆଜ୍ଞା ସଂସାରକୁ ଆମେ ଆସିଛୁ ପୁଣି ଯିବା ତା ଭିତରେ ଆମକୁ ଯେଉଁ କର୍ତ୍ତବ୍ୟ ମାଲିକ ଦେଇଛି ସେତିକି କରିବା ଅନ୍ୟ ସହିତ ଏତେ ତୁଳନା କଲେ ଖାଲି ଭୋଗିବା ସିନା ତାକୁ ମାନେ ଏନ୍ଜୟ କରିପାରିବାନି ତେବେ ପରିବାରରେ ଆମର ବୟସ୍କ ଲୋକମାନେ ମଧ୍ୟ ଥାନ୍ତି ସେ ବୟସ୍କ ଲୋକମାନଙ୍କର ସ୍ୱାସ୍ଥ୍ୟର କେମିତି ଆମେ ଯତ୍ନ ନେଇପାରିବା ଆପଣ ପ୍ରାକ୍ଟିକାଲ କଥା କହିଲେ ହୁଏତ ମୋ ସହିତ ରାଜି ହେବେ ସିଏ ଯେତେ ପର୍ଯ୍ୟନ୍ତ ବାପା ମା ବା ଶାଶୁ ଶ୍ୱଶୁର ଯାହାକୁ ଆମେ ଆଖ୍ୟା ଦେଇଛୁ କାର୍ଯ୍ୟକ୍ଷମ ଥିବେ ଠିକ୍ ଅଛି ରୋଜଗାରକ୍ଷମ ଥିବେ ଆହୁରି ଠିକ୍ ଅଛି ଯେଉଁଦିନ ଇଏ ଦୁଇଟାରେ ଅଭାବ ପଡ଼ିଲା ତାଙ୍କଠୁ କିଛି ମିଳୁନି ବରଂ ତାଙ୍କ ପାଇଁ କରିବାକୁ ପଡ଼ୁଛି ଇଏ ପର ଝିଅଟେ ସିଏ ଟିକେ ଏବେ ଯେହେତୁ ଆତ୍ମନିର୍ଭରଶୀଳ ହେଲାଣି ସେ ନିଜେ ଦୁଇ ପଇସା ରୋଜଗାର କରୁଛି ତା ଦାୟିତ୍ୱ ନେବାକୁ ତାର ସମୟ ନାହିଁ ତାର ଧୈର୍ଯ୍ୟ ନାହିଁ ଅନେକ ଲୋକ ଶାଶୁ ଶ୍ୱଶୁର ଆଖ୍ୟାଟା ଅଛି କିନ୍ତୁ ତା ବାପା ମାଆଙ୍କୁ ସେ ଯେତିକି ଗୁରୁତ୍ୱ ଦେଉଛି ସେଇ ଅନୁସାରେ ଏମାନଙ୍କୁ ଏତେ ଗୁରୁତ୍ୱ ଦେଉନି ଆଗ ନିଜ ଶାଶୁ ଶ୍ୱଶୁର ହୁଅନ୍ତୁ ବା ନିଜ ସ୍ୱାମୀ ହୁଅନ୍ତୁ ବା ନିଜର ନଣନ୍ଦ ଭାଉଜ ଯିଏକି ବୟସ୍କ ଲୋକ ଇଏ ଲୋକମାନଙ୍କ ସେବା କରିବା ପାଇଁ ତାଙ୍କ ଯତ୍ନ ନେବା ପାଇଁ ବର୍ତ୍ତମାନ ଜଣେ କର୍ମଜୀବୀ ମହିଳା ପାଖରେ ସମୟ ନାହିଁ ଯଦି ବି କର୍ମଜୀବୀ ନୁହନ୍ତି ଚାକିରି ଯେ କରିବି ନାହାନ୍ତି ସେମାନେ ବି ଆତ୍ମୀୟତା ଏତେ ଆଉ ନାହିଁ କାରଣ ସେ ପରିବାର ବନ୍ଧନ ହଜିଗଲାଣି ଶାଶୁ ଆଉ ବୋହୂକୁ ଚାବି ଦେଉନି ତୁ ଘର ସମ୍ଭାଳ ଶାଶୁର ଗୋଟେ ଚାବି ବୋହୂର ତା ନିଜର ଅଲଗା ଚାବି ଏମିତି ସୋସାଇଟି ଗତି କରୁଛି ମୁଁ କାହାକୁ ବିରୋଧ କରୁନି ମାନସିକତାରେ ପରିବର୍ତ୍ତନ ହେଇଛି ତାର ସବୁ ଏ ଫଳ ମିଳିବ ଯଦି ଶ୍ୱଶୁରଙ୍କର ବ୍ଲଡ଼ ପ୍ରେସର ଅଛି ଶାଶୁ ତାଙ୍କୁ ବ୍ଲଡ଼ ପ୍ରେସର ବଟିକାଟା ନ ଦେଇକି ବୋଉ ଯଦି ସ୍ନେହରେ ବଟିକାଟା ବାପା ଏଇଟା ଖାଆନ୍ତୁ ଖାଇସାରିଲେଣି ଆପଣ ପାଣି ପିଇ ଦିଅନ୍ତୁ ଏଇଟା ଖାଆନ୍ତୁ ସେ ଶ୍ୱଶୁର କେତେ ଆନନ୍ଦ ହେବା କଥା କିନ୍ତୁ ସେଇଠି ଶ୍ୱଶୁର ଶାଶୁ ଯଦି ତାଙ୍କର କିଣିବାର କ୍ଷମତା ନାହିଁ ସେମାନେ ପୁଅ ବୋହୂ ଉପରେ ନିର୍ଭର କରୁଛନ୍ତି ପୁଅ ବୋହୂ କହୁଛନ୍ତି ତୁମେ ଚାଲିଯା ଡାକ୍ତରଖାନାରେ ଫ୍ରି ମିଳୁଛି ତୁମେ ଯାଇକି ନେଇ ଆସୁନ ଔଷଧ କେତେ ଆଉ କିଣାଯିବ ଏମିତି ବି ପରିବାରରେ ହେଉଛି ମୋ କହିବା କଥା ବୟସ୍କ ଲୋକଙ୍କ ଯତ୍ନ ନେବା ପାଇଁ ଆମେ କଥାରେ ଭାଷଣରେ ମିଟିଂରେ କହୁଛୁ ତେଣୁ ମୁଁ ଆପଣଙ୍କୁ ଅନୁରୋଧ କରିବି ଯେତିକିଟା ପାରୁଛନ୍ତି ଆମେ
ତାଙ୍କରି ପାଖରୁ ଯେହେତୁ ଜନ୍ମ ହେଇଛୁ, ମୁଁ ତାଙ୍କ ପୁଅ ଡାଇରେକ୍ଟ ହେଇନପାରେ, ଜଏଣ୍ଟ ହେଇପାରେ, କିନ୍ତୁ ସେ ତ ଗୋଟେ ବୟସ୍କ ଲୋକ, ସିଏ ତ ଗୋଟେ ପୁଅ ଜନ୍ମ କରିଛି କି ଝିଅଟେ ଜନ୍ମ କରିଛି, ତାଙ୍କ କଥା ତ ସଂସାର କେମିତି ବୁଝା ହେଉଛି। ଆମେ ଯେତେଟା ପାରିବା ତାଙ୍କୁ ଆପଣେଇବା, ଆତ୍ମୀୟତା ଯଦି ଆମେ ରଖିବା, ସେଇଥିରୁ ସେମାନେ ବହୁତ ଆରାମ ପାଇବେ। ଆଉ ଖାଲି ବୃଦ୍ଧାଶ୍ରମ, ଖାଲି ଡାକ୍ତରଖାନା ନେଇ ଭର୍ତ୍ତି କରିଦିଅ। ଆମେ ଦେଖିଛୁ ଆଜ୍ଞା, ଅପରେସନ୍ ନିହାତି ଦରକାର ଥିବ, ଆଣିକି ବାପା ମାଆଙ୍କୁ ଛାଡ଼ିକି ପଳାଉଛନ୍ତି। ତାଙ୍କ ସାହି ପଡ଼ିଶା ଆସିକି କହୁଛନ୍ତି ଆଜ୍ଞା ସେ ପୁଅ ଝିଅ ଆସିବେନି, ଜଇଁ ରାଜି ହେଉନାହାନ୍ତି, ଆମେ ତାଙ୍କ କାମ କରିବୁ କ'ଣ, ଭଲ୍ୟୁଣ୍ଟାରୀ। ଏମିତି ବର୍ତ୍ତମାନ ସାମାଜିକ ଚଳଣି ବଦଳିଗଲାଣି। ତା ଭିତରେ ଯିଏ ଟିକେ ସଂସ୍କାରୀ ବା ଯାହାକୁ ବାପା ମାଆଙ୍କ କଥା ବୁଝିବାକୁ ଭଲ ଲାଗେ, ଗୁରୁଜନଙ୍କୁ ନମସ୍କାର ହେବାକୁ ଭଲ ଲାଗେ, ଯଦି ସେ ପିଲାଦିନରୁ ଶିଖିଛି, ଆଉ ସେ ଜୀବନ ସାରା ଭୁଲିବନି, ନିଶ୍ଚୟ କିଛି କରିବ। କାହିଁକି ନା ବୟସ୍କ ହେଲେ ବି ସେମାନଙ୍କର ପରିବାରର ଆବଶ୍ୟକତା ରହିଛି। ସେମାନେ ହୁଏତ କର୍ମକ୍ଷମ ନୁହନ୍ତି, କିନ୍ତୁ ପ୍ରକୃତିରେ ସେଇମାନଙ୍କ ଠାରୁ ତ ଆମେ ସୃଷ୍ଟି ହେଇ ସମାଜରେ ଗୋଟେ ନିଜର ପରିଚୟ ସୃଷ୍ଟି କରିଥାଉ ନା। ତେଣୁ ସେଇଟା ଆମର ଭୁଲିଯିବା କଥା ନୁହଁ। ସେମାନେ ଅତୀତ ହେଲେ ବି ଅତୀତ ଉପରେ ଭବିଷ୍ୟତ ଦଣ୍ଡାୟମାନ। ହଁ, ଛୁଆ ଯଦି ବାପା କଥା ବୁଝିବନି ଆଉ କିଏ ବୁଝିବ? ସେ ଲୋକଟା କୋଉଠୁ ଆସିବ? ହଁ, ଏବେ ସବୁ ଅଛନ୍ତି, କେତେ ଜଣଙ୍କୁ ଆପଣ ମାସକୁ ଏତେ ହଜାର ଟଙ୍କା ଦେଲେ ସେ ଆସିକି ଆପଣଙ୍କର ସେବା ଶୁଶ୍ରୂଷା କରିବେ। ସେମାନେ ଗରିବ, ସେମାନେ ନିଜର ପରିବାର ପାଇଁ ଆସିକି ପର ଘରେ ସେବା ଶୁଶ୍ରୂଷା କରୁଛନ୍ତି, କିନ୍ତୁ ଆତ୍ମୀୟତା ଆଜ୍ଞା କ'ଣ ଆସିବ? କେବେ ଆସିବନି। ବର୍ତ୍ତମାନ ସେମିତି ସମାଜଟା ଚାଲିଛି। ତେଣୁ ସ୍ୱାସ୍ଥ୍ୟ ଦୃଷ୍ଟିରୁ ବା ସ୍ୱାସ୍ଥ୍ୟ ସଚେତନତା ଦୃଷ୍ଟିରୁ ମୁଁ କହିବି, ନିଜ କଥା ନିଜେ ବୁଝିବା ଦରକାର। ନିଜ କଥା ବୋଇଲେ ନିଜ ପରିବାର ଯାହାଠୁ ଆମେ ଜନ୍ମ ହେଇଛୁ, ଆଉ ଯାହା ଦାୟିତ୍ୱ ନେଇଛୁ, ପିଲାଛୁଆଙ୍କ ଦାୟିତ୍ୱ ନିଜେ ନେଇଛୁ, ସେ ପାଖରେ ବାପା ମାଆଙ୍କ ଦାୟିତ୍ୱ ତାଙ୍କ ପାଖରୁ ଆସିଛୁ, ତାଙ୍କ କଥା ଏତିକି ଆଜ୍ଞା ବୁଝନ୍ତୁ। ଆଉ ଯଦି ଆପଣଙ୍କର ସଚେତନତା ଅଧିକା ହେବ, ସାହିରେ ଭାଇରେ କିଏ କଣ୍ଟି ଆକ୍ସିଡେଣ୍ଟ ହେଲା, କାହା ଟିକେ ବେମାର ହେଲା, ତା ପାଇଁ ଡାକ୍ତରଙ୍କୁ ପଦେ କୁହନ୍ତୁ। ସେ ଦ୍ୱିତୀୟ କଥା, ଆଗ ନିଜ କଥା ବୁଝିଲେ, ସେତିକି ବର୍ତ୍ତମାନ ଆମେ ସଚେତନ କରିବାକୁ ଚାହୁଁଛୁ ଏଇ ନୂଆ ବର୍ଷ ଆରମ୍ଭରେ। ଟିକେ ରାତିରେ ଆଜି ଭାବନ୍ତୁ, ପ୍ରକୃତରେ ଗତ ବର୍ଷରେ ମୁଁ କେତେ ମୋ ବାପା ମାଆଙ୍କ ପାଇଁ ସମୟ ଦେଇଛି କି ଶ୍ୱଶୁର ଶାଶୁ ପାଇଁ ସମୟ ଦେଇଛି। ଯଦି ଆଜ୍ଞା ଊଣା ଥାଏ, ଏ ବର୍ଷ ମୁଁ ଅନୁରୋଧ କରିବି ସେଥିରେ ଟିକେ ସମୟ ଦିଅନ୍ତୁ। ଏଇ ଯେଉଁ କର୍ମଜୀବୀ ମହିଳାଙ୍କ କଥା ଆପଣ କହୁଥିଲେ, ସେମାନେ କେମିତି ଘର ଆଉ ବାହାର ସହିତ ସାମଞ୍ଜସ୍ୟ ରଖିକି କେମିତି ନିଜ ସ୍ୱାସ୍ଥ୍ୟର ଯତ୍ନ ନେଇପାରିବେ? ବହୁତ ଆଜ୍ଞା କଷ୍ଟ। ଆଉ ଏଇ କଷ୍ଟକୁ ଅତି ପରିମାଣରେ ସାହାଯ୍ୟ କରନ୍ତି ତାଙ୍କର ସ୍ୱାମୀ, ବହୁତ ସାହାଯ୍ୟ କରନ୍ତି। ଯଦି ଖାଲି ସପୋର୍ଟ ଜଣେ ପାଇଲା, ଗୋଟେ ସ୍ତ୍ରୀ ଲୋକ ମାଡ଼ିଯିବେ। କାରଣ ଏବେ ଗବେଷଣା କରିକି ଦେଖିଲେଣି, ଗୋଟେ ସ୍ତ୍ରୀ ଲୋକ ଯେତେ ସିନ୍ସିୟରଲି ଗୋଟେ କାମକୁ କରେ, ଆଉ ସେଥିରେ ଶ୍ରେଷ୍ଠତ୍ୱ ସେ କେମିତି ପ୍ରତିପାଦନ କରିବ, ଅନ୍ୟମାନଙ୍କ ଭିତରେ ଫୁଟିକି ବାହାରିବ, ଏଇଟା ପୁରୁଷଙ୍କ ତୁଳନାରେ ସ୍ତ୍ରୀଙ୍କର କିଛି କମ୍ ନୁହେଁ। ତେଣୁ ସେ ଖାଲି ସପୋର୍ଟ ଗୋଟେ ଚାହୁଁଛି। କିନ୍ତୁ ଯଦି ଆପଣ ଏଜୁକେଟେଡ୍ ଲେଡି ଜଣେ ହେଇଛନ୍ତି ବା ପାଠ ଅଳ୍ପ ପଢ଼ିଛନ୍ତି, ଆପଣ ନିଜେ ବିଚାର କରିଦେବେ ଆଜି ଦିନଟାରେ ମୋର ଏ ପରିବାରରେ କାମ କ'ଣ, ସେଇ ଅନୁସାରେ ଭାଗ କରିକି ଆଜ୍ଞା ଆପଣଙ୍କୁ କରିବାକୁ ପଡ଼ିବ। ଯଦି ଆପଣ କାହାଠୁ ସପୋର୍ଟ ପାଇଲେ ଭଲ କଥା, ଯଦି ନ ପାଇଲେ ଆପଣ ଭାବନ୍ତୁନି ଯେ ଆପଣ ପାରିବେନି। ଟିକିଏ ଉଣା ଏପଟ ସେପଟ ହେବ, କିନ୍ତୁ ଆପଣଙ୍କୁ ପ୍ଲାନ୍ ୱେରେ ଯଦି ନ ଗଲେ ବହୁତ କଷ୍ଟ ପାଇବେ। ଏଇ ବୟସ ଅଛି, ଖଟିକି କିଛି କରିଦେବେ, କିନ୍ତୁ ପରେ ପଡ଼ିଯିବେ ଯେ ସେତେବେଳେ ତ କେହି କିଛି ବୁଝୁନଥିଲେ, ଏବେ ବି କେହି ବୁଝିବେନି। ତେଣୁ ମୁଁ ଯଦି ଚାକିରି କରିଛି, ମୋତେ 9ଟା ବେଳେ ଯାଇକି ପହଞ୍ଚିବାକୁ ପଡ଼ିବ ସ୍କୁଲରେ, ମୋ ଛୁଆ 2ଟା ଯାଇକି 7ଟା ବେଳେ ପହଞ୍ଚିବେ, କେତେ ରାତିରେ ମୁଁ ଉଠିବି, ସେଇ ଅନୁସାରେ ସ୍ଥିର ହେବ କେତେ ରାତିରେ ଶୋଇବି। ଆପଣ ଗୋଟେ ସମ୍ପୂର୍ଣ୍ଣ ଭାବରେ ପ୍ଲାନ୍ କରିକି ନ ଚଳିଲେ ଆପଣ ପାରିବେନି। ମୁଁ ନୂଆ ବର୍ଷରେ ଆପଣଙ୍କୁ କହିବାକୁ ଚାହୁଁଛି, ଆପଣ ଗୋଟେ ରୁଟିନ୍ ତିଆରି କରନ୍ତୁ ଯେ ମୋ ସମୟଟା କେମିତି କଟିବ, ଛୁଆର ପରୀକ୍ଷା କେବେ, ସେଇ ପରିମାଣରେ ମୋ ଛୁଆ ପାଇଁ କେତେ ସମୟ ଦେବି, ମୁଁ କାହା ଉପରେ ନିର୍ଭର କରିବିନି। ଆଉ ଯଦି କିଛି ସପୋର୍ଟ ପାଇଲି ଖୁସି କଥା, ବୋନସ୍ ଯାଉ କହନ୍ତି। ଯଦି ନ ପାଇଲି ନହେଲା ନାହିଁ, କିନ୍ତୁ ମୋ ଦାୟିତ୍ୱ ମୁଁ ଲିଭେଇବା ପାଇଁ ମୋତେ ଗୋଟେ ସୁଚିନ୍ତିତ ଯୋଜନା କଲେ ମୁଁ ଅଧିକ ଫଳପ୍ରଦ ଭାବି। ଆମେ ତ ଅନେକ କଥା ଆଲୋଚନା କଲେ, ଏହା ମଧ୍ୟରେ ଆପଣ ଟିକେ କୁହନ୍ତୁ ଆପଣ କୋଉ ଗୀତ ଶୁଣିବାକୁ ଭଲ ପାଇବେ? ମୋତେ ୟେଶୁଦାସଙ୍କ ଗୀତ ଭଲ ଲାଗେ। गोरी तेरा गांव बड़ा प्यारा, मैं तो गया मारा आके यहाँ रे। उस पर रूप तेरा सादा, चंद्रमा जो आधा आधा जवां रे। गोरी तेरा गांव बड़ा प्यारा, मैं तो गया मारा आके यहाँ रे, आके यहाँ रे।
कोयलिया पहना दूं, कुहू कुहू गाती कोयलिया को फूलों का गहना दूं, यही घर अपना बनाने को पंछी करे देखो तिनके जमारे, तिनके जमारे। गोरी तेरा गाँव बड़ा प्यारा, मैं तो गया मारा, आके यहाँ रे, आके यहाँ रे। ଆପଣ ଟିକେ ଆଗରୁ ଯୋଉ କହୁଥିଲେ ଯେ ବର୍ତ୍ତମାନ ପ୍ରାୟତଃ ସମାଜରେ ସମସ୍ତେ ଗୋଟେ ଚାପଗ୍ରସ୍ତ ଜୀବନ ନିର୍ବାହ କରୁଛନ୍ତି, ତେଣୁ ଏଇ ଯୋଉ ମାନସିକ ଚାପ ସେଇଥିରୁ ଆମେ କେମିତି ମୁକ୍ତି ପାଇବା? ନା ଏମିତି କିଛି ପର୍ଟିକୁଲାର ମେଡିସିନ ନାହିଁ, ଏଇଟା ଖାଇଦେଲେ ମାନସିକ ଚାପଟା ଧଡ଼କିନି କମିଯିବ। ଯେମିତି ବ୍ଲଡ୍ ପ୍ରେସରଟା ଏ ଔଷଧ ଖାଇଦେଲେ କମିଗଲା, ସେମିତି କିଛି ଔଷଧ ନାହିଁ। କିନ୍ତୁ ମୁଁ ଏତିକି କହିବି, ମାନସିକ ଚାପର କାରଣଟା ଯିଏ ଭୋଗୀ ତା ପାଖରେ ଅଛି। କେଉଁ କାରଣରୁ ତାର ଏଇ ଚିନ୍ତାଟା ରହୁଛି, ଯେଉଁ ଭିତରେ ଜଳୁଛି ସେଇଟାକୁ ଯଦି କୌଣସି ପରିମାଣରେ ଲାଘବ କରିହେବ ତେବେ ଯାଇ ସେ ସୁସ୍ଥ ହେବ। ନହେଲେ ଡାକ୍ତର ପାଖକୁ ଗଲେ ସେ ନିଦ ଔଷଧ ଲେଖିଦେବେ। ସେଇଟା ଆଜ୍ଞା କ'ଣ କିଛି ତାର ସଲ୍ୟୁସନ୍? କ'ଣ ପାଇଁ ନିଦ ହେଲାନି? ନା ମୋ ପୁଅଟା ଏତେ ଭଲ ପଢ଼ିଥିଲା, ଆଜି ପର୍ଯ୍ୟନ୍ତ ଗୋଟେ ଚାକିରି ପାଉନି, ତା ସାଙ୍ଗ ଅମୟ କଲାଣି ତମୟ କଲାଣି। ଏସବୁ ବ୍ୟକ୍ତିଗତ ସମସ୍ୟା, ବ୍ୟକ୍ତିଗତ ସ୍ତରରେ ସମାଧାନ ହେବ। ଏମିତି କିଛି ମେଡ଼ିସିନ ଆଜ୍ଞା ବାହାରିନି ମାନସିକ ଚାପ କମିବା ପାଇଁ। କିନ୍ତୁ ଆଉ ଗୋଟେ ଦିଗକୁ ଆପଣ ମୁଁ କହିପାରେ, ଯାହା କୁହନ୍ତି ଆଧ୍ୟାତ୍ମିକ ଭାବନା, ଆମେ ଆମ କର୍ମ କରିକି ମାଲିକ ଉପରେ ଛାଡ଼ିଦେବୁ, ସେ ଆମକୁ ତା ଫଳ ଦେବ ବା ଆଉ କେଉଁ ବାଟକୁ ନେବ ତାଙ୍କ ଉପରେ। ଏମିତି ଗୋଟେ ଉତ୍ସର୍ଗୀକୃତ ମନୋଭାବ ଯଦି ଥାଏ ତାହେଲେ ସେଥିରେ ବି ଲାଭ ହେବ ବୋଲି, ଟିକେ ନିଦ ହେବ ବୋଲି ଗୀତା ଭାଗବତରେ ଲେଖା ହେଇଛି। ଆମର ଯଦି ସେ ବିଶ୍ୱାସ ଥାଏ, ଏଇଥିରେ ଆଜ୍ଞା ବହୁତ ମାନସିକ ରୋଗୀ ଉପକାର ପାଉଛନ୍ତି। ଯଦି ସମର୍ପଣ କରିଦେଲୁ, ସିଏ ଯେଉଁ କର୍ମ ଦେଉଛନ୍ତି ସେ କର୍ମ ଭିତରେ ଯେଉଁ ଆମର ଅଛି ସାଧନା, ଅଷ୍ଟାଙ୍ଗ ଯୋଗ ଯେଉଁ ଅଛି, ଆମେ ସତ୍ ପଥରେ ରହିବା, ଅନ୍ୟର ଅନିଷ୍ଟ ଚିନ୍ତା କରିବାନି, ଅନ୍ୟକୁ ଦେଖିଲେ ଈର୍ଷା ଭାବ, ଏସବୁ ଯେଉଁ ଅଛି ସେଗୁଡ଼ାକୁ ଯୋଗ ପ୍ରାଣାୟାମରେ ବହୁତ ପ୍ରାଧାନ୍ୟ ଆଜିକାଲି ଦିଆଯାଉଛି। ଆଉ ତାର ପରିଣାମ ତ ନିଶ୍ଚୟ ଭଲ। ସେସବୁ ଜିନିଷ ଆମ ବିଜ୍ଞାନ ବହିକୁ, ମେଡ଼ିକାଲ ବହିକି ସବୁ ଆସିଲାଣି, ଯେଉଁଟା ଆଗରୁ ନଥିଲା। ତେଣୁ ସେ ଦିଗରେ ବର୍ତ୍ତମାନ ବହୁତ ଗବେଷଣା ଚାଲିଛି। ଏବେ ଦେଖାଗଲାଣି ଯଦି ଜଣେ ସ୍ପିରିଚୁଆଲ ପାଥ ଅର୍ଥ ଯେଉଁଟାକି ମଣିଷକୁ ସୋଲେସ୍ ଶାନ୍ତି ଦେବ, ସବୁବେଳେ ସ୍ଥିର ହେଇକି ରହିବ, ସେଥିପାଇଁ ଯୋଗ ପ୍ରାଣାୟାମର ଆବଶ୍ୟକତା ରହିଛି। ଶରୀରକୁ ଗଠନ କରିବାରେ, ଶରୀରକୁ ସୁସ୍ଥ ରଖିବାରେ, ଯୁକ୍ତ ମାନସିକ ରୋଗଗ୍ରସ୍ତ ନ ହେବା ପାଇଁ ଯୋଗ ପ୍ରାଣାୟାମର ଭୂମିକା ଆଜି ବିଜ୍ଞାନ ପ୍ରମାଣ କଲାଣି। ଏବେ ଦେଖାଯାଉଛି ଯେକୌଣସି ପର୍ବପର୍ବାଣୀ ହଉ, ବାହାଘର ଭୋଜି ହଉ, ପିକନିକ ପାର୍ଟି ହଉ, ମାନେ ସବୁ ଜାଗାରେ ଆମେ ମସଲା ଯୁକ୍ତ ଖାଦ୍ୟ ଖାଉଛେ, ମାନେ ଯୋଉଟା ଆମ ପାଟିକି ଭଲ ଲାଗିବ। ତା ଛଡା ଆମେ ପରିବେଶକୁ ମଧ୍ୟ ଦୂଷିତ କରୁଛେ, ପରିବେଶ ପ୍ରତି ବି ସଚେତନ ରହୁନେ। ବିଭିନ୍ନ ବାହାଘର ପାର୍ଟିରେ ବି ଡିଜେ ଯୋଉ ବାଜୁଛି, ସେଠି ଆମେ ଦେଖୁଛେ ଶବ୍ଦ ପ୍ରଦୂଷଣ ହଉଛି, ବାୟୁ ପ୍ରଦୂଷଣ, ପରିବେଶ ପ୍ରଦୂଷଣ। ଏଇ ତିନିଟା ଜିନିଷକୁ ଆମେ ବର୍ତ୍ତମାନ ଦେଖୁଛେ ଚାରିଆଡେ। ବିଶେଷ କରି ଏଇ ନୂଆ ବର୍ଷର ଆରମ୍ଭରେ ଏଇ ପ୍ରକାରର ପରିସ୍ଥିତି ସବୁଆଡେ ଦେଖାଯାଉଛି। ଏ କ୍ଷେତ୍ରରେ ଆମେ ସ୍ୱାସ୍ଥ୍ୟ ପ୍ରତି ଆମେ କେମିତି ସଚେତନ ହେଇପାରିବା? ଏଇଟା ଏମିତି ବର୍ତ୍ତମାନ ହେଇଗଲାଣି ଆଜ୍ଞା। ଛୋଟ କଥାଟେ ଦେଖନ୍ତୁ, ବଣଭୋଜି। ବଣଭୋଜିର ଅର୍ଥ ଥିଲା ବଣରେ ଭୋଜି। ଅର୍ଥ ନିଜ ଘରେ ତ ସବୁବେଳେ ଖାଉଛୁ, ଟିକିଏ ଦୂରକୁ ଚାଲିଯିବା, ସେଠି ପାଖରେ ଯେଉଁ ଜଙ୍ଗଲ ଥିବ, ସେଠି ପ୍ରକୃତି କୋଳରେ ଗୋଟେ କାଠ ଚୁଲିରେ ସେ ଚାଉଳ ନେଇ ଆସିଥିବ, ସେ ପରିବା ନେଇ ଆସିଥିବ, ସେ ତାଙ୍କ ବାଡ଼ିରେ ମାଛ ଅଛି ନେଇ ଆସିଥିବ। ଗୋଟେ ଜାଗାରେ ରୋଷେଇ କରିବା, କାଠ ଚୁଲିରେ ରୋଷେଇ ହେବ। ତାପରେ କଦଳୀପତ୍ର କୁହନ୍ତୁ, ଶାଳପତ୍ର କୁହନ୍ତୁ, ସେଇଠି ଖାଇବା ଆନନ୍ଦ ଥିଲା। ବର୍ତ୍ତମାନ ଆଜ୍ଞା ଆମେ ତାକୁ କ'ଣ ପରିବର୍ତ୍ତନ କରିଛୁ? ନିଜ କାର୍ଯ୍ୟ କରିବୁ ନାହିଁ, ସେଦିନ ଛୁଟି ନେଇଗଲୁ, ଆଉ ଜଙ୍ଗଲକୁ ଲୋକ ଯାଉନାହାନ୍ତି, ସେ ହୋଟେଲ ରୋଷେଇ କରିକି ଦେବ, ଖାଇଲେ। ଆଉ ଗୋଟେ ଅତି ଜଘନ୍ୟ ଜିନିଷ ଆମେ କରୁଛୁ, ଆଗରୁ ସୂର୍ଯ୍ୟ ଅସ୍ତ ହେଲେ ଖାଇ ପିଇ ଦେଇ ଘର ଧରୁଥିଲେ, ଏବେ ସୂର୍ଯ୍ୟ ଅସ୍ତ ପରେ ଆମର ଚେହେରା ବାହାରୁଛି। ଅନ୍ଧାର ରାତ୍ରି କିମ୍ବା ସେ ଡିଜେ ଲାଇଟ୍ରେ ଆପଣ ଯେଉଁ କହିଲେ, ନାଚି 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 ରାତି ଅନିଦ୍ରା, କେତେ କ୍ଷତି ଆମେ କଲେ ଦେଖନ୍ତୁ। ପ୍ରଥମ କଥା ହେଲା ଅର୍ଥହାନି, ଦ୍ୱିତୀୟ ହେଲା ଶରୀର ପୀଡ଼ା। କେମିତି ଶରୀର ପୀଡ଼ା ହେଉଛି? ଖାଦ୍ୟ ଯେ ଖାଇଲେ ସବୁଗୁଡ଼ିକ ହେଲା ଜଙ୍କ ଫୁଡ଼ ଯାକ ଆମେ କହୁଛୁ, ବା ଘର ଜିନିଷ ସେ ନୁହେଁ। ରାତି ଅନିଦ୍ରା ହେଉଛୁ, ନାଚୁଛୁ, ଏ ସବୁର ପ୍ରଭାବ ପରବର୍ତ୍ତୀ ପର୍ଯ୍ୟାୟରେ ଏହି ସ୍ୱାସ୍ଥ୍ୟ ଉପରେ ପଡ଼ୁଛି। ଆମେ ରାତିରେ ଶୋଇବା କଥା, ଶୋଇଲୁନି, ଭୋଗିଲୁ। ଆମେ ଠିକ୍ ଜିନିଷ ଖାଇବା କଥା, ଖାଇଲୁନି, ନିଶ୍ଚୟ ଭୋଗିବୁ। ତେଣୁ ମୋର ଆପଣମାନଙ୍କୁ ଏଇ ନୂଆ ବର୍ଷରେ ଆପଣଙ୍କୁ ଅନୁରୋଧ କରିବି, ଆପଣ ଖୁସି ହୁଅନ୍ତୁ, ଆପଣ ପିକନିକ୍ କରନ୍ତୁ, ଆପଣ ଅନ୍ୟମାନଙ୍କ ସହିତ ହସ ଖୁସି ହୁଅନ୍ତୁ, କିନ୍ତୁ ଏ ଦିଗକୁ ଧ୍ୟାନ ଦିଅନ୍ତୁ। ଟିକିଏ ପରିବେଶକୁ ଅନାନ୍ତୁ, କାଲି ସେ ଜାଗାଟା କ'ଣ ହେଇଥିବ। ଆଜି ତ ଆପଣ ଖୁସି ହେଇକି ଆସିଲେ, କାଲି ସେଠି କିଏ ସଫା କରିବ? ତେଣୁ ନିଜ ଦାୟିତ୍ୱରେ ଏବେ ସବୁ ସରକାର କଲେଣି, ସେ ଜାଗାରେ ସବୁ ଅଳିଆ ଆବର୍ଜନା ରଖିବା ପାଇଁ ଗୋଟେ ବ୍ୟବସ୍ଥା କଲେଣି।
एटलिस्ट ताकू मानिक चलिबा परिवेश दूषित करवानी सूर्यास्त पूर्व जगह को फेरिबा आउ नियमित जहाँ खाऊछु ताठू टे डेविएशन हो टिके रिच हो किंतु अति मात्रा नुहे क्या गोटे होटेल खाइला भाया खाइबाटा को स्वास्थ्य दृष्टि से माने एते पसंद योग्य मु अनुभव करनी। जहा हो आपण आम स्टूडियो को आसिले आमर श्रोता भौणी मानक उद्देश्य रे से माने ए नुआ वर्ष रे केमिति निज स्वास्थ्य क्षेत्र रे निजे केमिति सचेतन होई निजर एवं परिवार रो उन्नति करि परिबे से संपर्क रे अनेक तथ्य मध्य देले सेथि पई आपण को आम अनुष्ठान तरफ अनेक अनेक धन्यवाद। नमस्कार। नारी जाति को जोहार। सुनिले आलोचना नूतन वर्ष रे स्वास्थ्य अनुचिंता ए संपर्क रे आलोचना कले डाक्टर श्रीकांत पंडा। तेबे आज कार्यक्रम को एठी रखुछु। नमस्कार।